ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ। ମୁଁ ସସ୍ମିତା ପଣ୍ଡା ଦ ହାର୍ଟ ଟେକର ମୋ ଚ୍ୟାନେଲକୁ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ କରୁଛି। ମାନବ ଜୀବନ ନୁହେଁ କେବଳ ବର୍ଷ ମାସ ଦିନ ଦଣ୍ଡ, କର୍ମଜୀଇନର କର୍ମ ଏକାତର, ଜୀବନର ମାନଦଣ୍ଡ। ମଣିଷ ଜନ୍ମ ହେଇଛି ତ ମୃତ୍ୟୁ ନିଶ୍ଚିତ। ଏଠି କିଏ ବି ଅମର ହେଇକି ଯାଇନାହାନ୍ତି। ଯେ ଜନ୍ମ ହେଇଛି ସେ ଦିନେ ନା ଦିନେ ମରିବ। କିନ୍ତୁ ଏଠି ଦେଉଳ ତୋଳିକି କିଏ ନାଁ କରୁଛି ତ କିଏ ବାଟରେ ହଗିକି ନାଁ କରୁଛି। କିନ୍ତୁ ଯେଉଁମାନଙ୍କର କୌଣସି ବିନାଶରେ ନିମିତ୍ତ ବନିଥାନ୍ତି ନା, କୌଣସି ମହାପ୍ରଳୟର କି କୌଣସି ସୁନା ସଂସାରର ନିଆଁ ଲଗେଇବାର ନିମିତ୍ତ ବନିଥାନ୍ତି ନା, ସିଏ ସାରା ଜୀବନ ଅଫସୋସ ହେଇକି ମରିଥାନ୍ତି ତଡ଼ପି ତଡ଼ପିକି। ତାଙ୍କ ଦୁଃଖର ସୀମା ନଥାଏ। କାରଣ ଭଲେ ହିଁ ଲୋକ ତାକୁ ବାହାରୁ ଦେଖିଥାନ୍ତୁ ହସ ଖୁସି ଖାଇ ପିଇକି ଦିନ କଟଉଛି, କିନ୍ତୁ ଭିତରୁ ତା ଅନ୍ତରାତ୍ମା ଜାଣେ ତାକୁ କେତେ କଷ୍ଟ ହେଉଥିବ, ଯେମିତି ମୋତେ ହେଉଛି। ମନରେ ପଡ଼େ +2 ପଢ଼ୁଥିଲା ବେଳେ ହଠାତ୍ ଏଭଳି କ'ଣ କୋହଲା ପବନ ପଶିଗଲା ଆମର ସୁନା ସଂସାରରେ, ଯାହାକି ଭାଙ୍ଗି ଚୁରମାର କରିଦେଲା ଆମ ସଂସାରକୁ। ମୋ ବାପା ଉଚ୍ଚ ଅଭିଳାଷୀ, ଭଲ ଘର ଭଲ ବର, ଗୋଟିଏ ସୁଖ ଜୀବନ ଦେବା ପାଇଁ ସେ ସମସ୍ତଙ୍କୁ ଚେଷ୍ଟା କରନ୍ତି। ବିଶେଷ କରି ଝିଅଙ୍କୁ ସେ ବହୁତ ଭଲ ପାଆନ୍ତି। ତାଙ୍କ ବଞ୍ଚିଥିଲା ବେଳେ ଆମେ କେବେ ଖରାରେ ବୁଲିନୁ। ସେ କୁହନ୍ତି ଯେ ମୋ ଛୁଆ କଳା ପଡ଼ିଯିବ, ଘରେ ରୁହ, ଖାଅ ପିଅ, ଟିଭି ଦେଖ, କେହି ଯେମିତି ତୁମକୁ ହୁତ୍ ବୋଲି ପଦେ ନ କୁହନ୍ତୁ। କିନ୍ତୁ ଭାଗ୍ୟର ବିଡ଼ମ୍ବନା ଅଲଗା ପ୍ରକାର। ତାଙ୍କର ଏଇ ମନୋବୃତ୍ତିକୁ ଅନ୍ୟମାନେ ଭଲସେ ଜାଣନ୍ତି। ତେଣୁ ଯିଏ ଯାହାର ଦୁର୍ବଳତା ଜାଣିନିଏ ନା, ସେ ତା ଫାଇଦା ଉଠେଇଦିଏ। ମୋ ବାପା ହେଲେ 3 ନମ୍ବର ବାପା। 1 ନମ୍ବର ବାବାଙ୍କର ଝିଅମାନଙ୍କୁ ବି ବାବା ବାହାଘର କରିଥାନ୍ତି। ହଠାତ୍ ସେ ଆମ ଘରକୁ ଆସିଥିଲେ। ମୋ ବାବାଙ୍କୁ ଦେଖିକି ସେ ଗୋଟେ ପ୍ରସ୍ତାବ ଦେଇଦେଲେ। ବାବା, ଆମ ଏଇଠି ଗୋଟେ ଡକ୍ଟର ଅଛନ୍ତି, ବହୁତ ଭଲ ପିଲା, 4 ଝିଅର 1 ପୁଅ, ତାକୁ ଆମ ଝିଅକୁ ବାହା କରେଇଲେ କେମିତି ହୁଅନ୍ତା? ମୋ ଉପରେ ଅଲରେଡ଼ି 2ଟା ଭଉଣୀ ଥାନ୍ତି। ଆମର ନିୟମ ଥାଏ ଯେ ବଡ଼ ଆଗେ ବାହା ହେବ, ତାପରେ ସାନ ବାହା ହେବ। ତାପରେ ମୋର ବୟସ ଏତେ ଛୋଟ, +2ରେ ପଢ଼ୁଛି, ଏଭଳି ପ୍ରସ୍ତାବ। କିନ୍ତୁ ମୋ ବାପା ସେ କଥା ଭାବିପାରିଲେନି କେମିତି, ମୁଁ ସେଇଟା ଭାବୁଛି। 2ଟା ଭଉଣୀ ଉପରେ ଥାଉ ମୋ ବାପା, ଯିଏକି ନିଜ ଝିଅକୁ ଖୁସିରେ ରଖିବାକୁ ଚାହାନ୍ତି, ସେ ଲୋଭୀ ବନିଗଲେ। ମୋତେ କଲେଜ ବନ୍ଦ କରିକି ତାଙ୍କ ସାଙ୍ଗରେ ଛାଡ଼ିଦେଲେ। ତାଙ୍କ ଏଠିକି ଗଲି, ଦେଖିଲି ମୋତେ ବାରମ୍ବାର ସେ ତା ପୁଅ ଆଗକୁ ନେଉଥାନ୍ତି, ଯେମିତି ମୋର ତା ପ୍ରତି ଦୁର୍ବଳତା ସୃଷ୍ଟି ହଉ। ମୁହାଁମୁହିଁ ଦେଖା ଦେଖି, ମୁଁ ଜାଣିନି କ'ଣ ହେଲା ସେ ସମୟରେ। ଡକ୍ଟର ବର ଯେ ମୋତେ ପସନ୍ଦ କରୁଛି, ନିଶ୍ଚିତ ଭଲ ପିଲା ହେଇଥିବ। ବୟସର ଦୋଷ କହିପାରିବେ କିଛି ନାହିଁ, କିନ୍ତୁ ମୁଁ ଭଲ ପାଇଗଲି। ଭଲ ଘର ଭଲ ବର, ଡକ୍ଟର ପୁଅ, ଲାଇଫ୍ ଅଲଗା ପ୍ରକାର। କିନ୍ତୁ ସେଭଳି କିଛି ହେଲାନି। କେବଳ ମୋ ବର୍ବାଦୀର ପାହାଚ ମୁଁ ସୃଷ୍ଟି କରିଦେଲି। ଘରକୁ ଫେରିଲି। ଘରକୁ ଆଣିକି ନନା ନାନୀ ମୋତେ ଛାଡ଼ି ଦେଇଗଲେ। ତାପରେ ସେ ପୁଅ ନା ଦିନେ ଆମ ଘରକୁ ପ୍ରସ୍ତାବ ନେଇକି ଆସିଲା। ନା, ମୋ ବାପା
ତାଙ୍କ ଆଡ଼କୁ ଅପେକ୍ଷା କରି 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 ଆଖି ପାଣି ଆଖିରେ ମରିଗଲା। ନାନୀକି ଯେତେବେଳେ ଫୋନ୍ କରନ୍ତି, ରେ କ'ଣ ହେଲା ସେ ପ୍ରସ୍ତାବ କଥା? ହଁ ବାପା କରିବା, ହଁ ବାପା କରିବା, ଏଭଳି ଚାଲିଲା। ଦି ଭାଇଙ୍କ ଭିତରେ କଳିର କେନ୍ଦ୍ରବିନ୍ଦୁ ମୁଁ ବନିଗଲି। ଆଗରୁ ତ ଜମିବାଡ଼ି ଭାଇ ଭଗାରୀ ଭିତରେ କଳି କଜିଆ ଚାଲିଥିଲା, କିନ୍ତୁ ମୋତେ ଠକି ଦେଇଛନ୍ତି। ମୋତେ ନେଇକି ୟୁଜ୍ କଲେ, ମୋତେ ନେଇକି ମୋ ଇଚ୍ଛା ବିରୁଦ୍ଧରେ ମୋ ଝିଅକୁ ନେଇକି ସେଠି ଗୋଟେ ପ୍ରଦର୍ଶନୀ କଲେ। ମୋ ଝିଅ କାନ୍ଦି ପକାଉଛି, ମୋ ଝିଅକୁ କଷ୍ଟ ହେଲା, ତା ମନ ଭାଙ୍ଗିଗଲା, ଯେଉଁଟାକି ବାପାକୁ ବରଦାସ୍ତ ବାହାରେ। ସେ ନାରୀ ସ୍ତ୍ରୀ ମାନେ ଘରର ଝିଅ ବୋହୂଙ୍କୁ ସେ ଗହଣା ଭଳି ସାଇତିକି ରଖନ୍ତି, କଟ୍ଟରବାଦୀ। ତାଙ୍କୁ ଯେ କିଏ ପ୍ରଦର୍ଶନୀ କରୁ, କମେଣ୍ଟ ମାରୁ, ଥଟ୍ଟା କରୁ, ଏଭଳି ସେ ବରଦାସ୍ତ କରିପାରନ୍ତିନି। ତେଣୁ ଆମର ବି ନାଁ ଡାକରା। ହଠାତ୍ ମୋ ସହିତ ଏଭଳି ଘଟଣା ଘଟିଲା। ମୋର ବି ଆଉ ପାଠ ପଢ଼ିତେ ମନ ଗୋଟେ ବଦଳିଗଲା, ଯେ କି ହଁ ମୁଁ ତ ବାହା ହେଇଯିବି, ଆଉ ପାଠ ପଢ଼ିବି କ'ଣ। ତାପରେ ମୋତେ ସେ ଛୁଆ ବି ଦେଖିତେ ଭଲ ଥିଲା, କଥା ହେଲା, ମିଶିଲୁ, ବୟସ ତୁଷ। ତାପରେ ଘରେ ବାପାଙ୍କୁ ଡର, ବାପା ତ ରାଜି ଥିଲେ ନା। ତେଣୁ ଛାଡ଼, ଭଉଣୀ ଗେମ୍ ଖେଳିଦେଇ ଗଲା। ସେଇ କଥାରୁ ଚାଲିଲା ଗଣ୍ଡଗୋଳ, ଯେ ଗଣ୍ଡଗୋଳର 4 ବାପା ଅଲଗା ହେଇଗଲେ। ତାପରେ ମୋ ବିରୁଦ୍ଧରେ କେବଳ ଷଡ଼ଯନ୍ତ୍ର। ମୁଁ ସାଇକେଲ ନେଇକି କଲେଜ ଯାଏ। ମୋରି ଭାଇ ଅନ୍ୟମାନଙ୍କୁ ଲଗେଇ ଦିଅନ୍ତି ମୋତେ ଉଠେଇ ନେବା ପାଇଁ। ଛକିକି ବସନ୍ତି ଗଛ ଉପରେ, କେମିତି ଇଏ ପାଠ ନ ପଢ଼ି, କେମିତି ଇଏ ବଦନାମୀ ହଉ। ବାପାଙ୍କର ରାଗ ଆହୁରି ବଢ଼ିଲା। କେଜାଣି କାହିଁକି ଏଭଳି ଘଟିଲା ମୁଁ ଜାଣିନି, କାହିଁକି ସେ ନାନୀ ଏମିତି କଲା ମୁଁ ଜାଣିନି। କିନ୍ତୁ ମୋତେ ସେ ଆଘାତ ତ ଦେଲା, କିନ୍ତୁ ମୋ ବାପାଙ୍କର କ୍ରୋଧକୁ ବଢ଼ଉଥିଲା। ଆହୁରି ଘରେ କଜିଆ, ଆହୁରି ମୋ ପାଇଁ ହୋଟେଲ ତିଆରି ହେଲା। ବିଏରେ ଫାର୍ଷ୍ଟ କ୍ଲାସ୍ ୱିଥ୍ ଡିଷ୍ଟିଂସନ୍ ନେଲା ପରେ ବି ସେତେବେଳେ ମୋତେ ବାପା ଏତେ ଡରି ଯାଇଥିଲେ ଯେ ମୋତେ କଲେଜ ଛାଡ଼ିଲେନି। ମୁଁ ଘରେ ବସିକି ପଢ଼ିକି ବିଏରେ ଏଜୁକେସନ୍ ଅନର୍ସରେ ଫାର୍ଷ୍ଟ କ୍ଲାସ୍ ୱିଥ୍ ଡିଷ୍ଟିଂସନ୍ ବଜେଇଦେଲି। ତାପରେ ବାପା କହିଲେ ତୁରନ୍ତ ଏକୁ ବିବାହ କରିଦେବା। କିନ୍ତୁ ସାରା ପରିବାର ଲୋକ ମୋ ଉପରେ ଟାର୍ଗେଟ୍ ବନେଇଲେ, ଯେଉଁଟାକି ବାପାଙ୍କ ଉପରେ ପ୍ରତିଶୋଧ ନେବେ। 1000 ପ୍ରସ୍ତାବ ଭାଙ୍ଗିଲେ, 1000 ବଦନାମୀ, ମିଛଟାରେ। କିନ୍ତୁ ବାପା ଯେ ମୋର ବଡିଗାର୍ଡ ହେଇକି ଠିଆ ହେଇଥିଲେ। ମୋତେ ନେଇକି ଗଲେ, ମୋ ଜାତକ ଦେଖେଇଲେ, ମନ୍ଦିରରେ ପୂଜା କରେଇଲେ, ହର ପାର୍ବତୀ ବିବାହ କରେଇଲେ, କେତେ କ'ଣ ସେ କରିଛନ୍ତି। ସେ ଜାଣିଥିଲେ ଯେ ମୋ ଝିଅର କିଛି ଦୋଷ ନାହିଁ, ବିନା ଦୋଷରେ ତାକୁ ସମସ୍ତେ ହଇରାଣ କରୁଛନ୍ତି। ମୋ ଛୁଆ ଭଲ ପାଠ ପଢ଼ୁଥିଲା, କିନ୍ତୁ ତାକୁ ନ ପଢ଼େଇକି ଆଜି ବାହା କରିଦେବି। କିନ୍ତୁ ଭଲ ଘର ନହେଲେ ସେ ମୋତେ ଏତେ ଭଲ ପାଉଥିଲେ, କ'ଣ କହିବି। ଗୋଟେ ଡ୍ରେସ୍ ପିନ୍ଧେଇକି ସେ ବୁଲେଇ ଦେଖନ୍ତି ମୋ ଝିଅକୁ ଭଲ ଦେଖାଯାଉଛି ନା। ମୁଁ ନୁହେଁ, ଆମ ସବୁ ଭଉଣୀଙ୍କୁ, ପୁଅଙ୍କୁ ସେ କେବେ ପାଖରେ ବସେଇବେନି, କିନ୍ତୁ ଆମ ମେଳରେ ବସିକି ଦୁଃଖ ସୁଖ ହୁଅନ୍ତି ସେ। କିନ୍ତୁ ସେ ଯେତେବେଳେ ଦେଖିଲେ ଯେ କି ମୋରି ନିଜ ଝିଅ ଉପରେ ଏଭଳି ଘେରି ଦାଉ ସାଜୁଛନ୍ତି, ଯେଉଁଟାକି ତାର କିଛି ଦୋଷ ନାହିଁ, ସିଏ କିଛି ଭୁଲ କରିନଥିଲା। ମୋ କଥା ମାନିକି ସେ ଗଲା, ସେ ପୁଅକୁ ଦେଖା କଲା। ସେମାନେ ତ ପ୍ରସ୍ତାବ ଆଗେଇଲେନି, ଯାନି ଯୌତୁକ କଥା ତ ଦୂରରେ ଥାଉ। ଏଭଳି ବହୁତ ଦିନ ଗଲା, ବାହାଘର ପ୍ରସ୍ତାବ ବହୁତ ଆସିଲେ ଗଲେ।
ଖାଇଲେ ଖାଇବେ ପିଇବେ ଦେଖିବେ ହଁ ହାଁ ମାରିକି ଯିବେ ବାସ୍ ଷ୍ଟପ୍। କିଏ କହିଲା ଗୁଣି କରୁଛନ୍ତି, କିଏ କ'ଣ କେତେ ପ୍ରକାର କହିଲେ। ସେହି ସମୟରେ ଜଣେ ଭଲ ଜ୍ୟୋତିଷ ମାନେ ଠାକୁର ଭକ୍ତ ଭବିଷ୍ୟତ ବକ୍ତା ଅନେକ ଫଲୋଅର ତାଙ୍କର ଥାନ୍ତି। ବାପା ଶୁଣିକି ମୋତେ ନେଇକି ଗଲେ ଯେ କି ମୋ ଝିଅର ଭାଗ୍ୟ କ'ଣ ମୁଁ ତାକୁ ପଚାରିବି ଆଉ କେଉଁଠି ତା ପାଇଁ ଠିକ୍ ବର ଅଛି ତାକୁ ବୁଝିକି ବାହା କରେଇଦେବି। ବାପା ମୁଁ ବୋଉ ନନା ସବୁ ଗଲୁ ଭୁବନେଶ୍ୱର। ସେଠୁ ଗାଡ଼ି ଧରିକି ଗଲୁ, ଯାଇକି ତାଙ୍କ ଆଶ୍ରମରେ ପହଞ୍ଚିଲୁ। କଳ୍ପବୃକ୍ଷ ମୂଳରେ ବାପା ଦୌଡ଼ି ସୂତା ବାନ୍ଧିକି ଜଗନ୍ନାଥଙ୍କ ମନ୍ଦିର, ରାଧାକୃଷ୍ଣଙ୍କ ମନ୍ଦିର ଆଉ ହନୁମାନଙ୍କ ମନ୍ଦିର, ଏଭଳି କେତେ ମନ୍ଦିର ସେଠି। ସେଠି ଯେଉଁ ଗୁରୁଦେବଙ୍କର ବସିବା ମଣ୍ଡପ ପାଖରେ ଗୋଟେ କଳ୍ପବୃକ୍ଷ ଥାଏ, ସେଠି ସମସ୍ତେ ନିଜର ମନୋକାମନା ଅନୁସାରେ ସୂତା ବାନ୍ଧନ୍ତି। ବାପା ମୋ ପାଇଁ ସୂତା ବାନ୍ଧିଲେ। ସେଠି ରହିଲୁ, ପୂର୍ଣ୍ଣିମା ହେଇଥାଏ। କୀର୍ତ୍ତନ ଝାଞ୍ଜ ମୃଦଙ୍ଗରେ ରାତି ପାଇଲା। ସକାଳେ ନମ୍ବର ହେଲା ଯେ କି ଯାଇକି ଝିଅ ବିଷୟରେ ପଚାରିବୁ। କିନ୍ତୁ ଏତେ ଭକ୍ତଙ୍କ ଭିଡ଼ ଯେ ଆମକୁ ରୁମ୍ ମିଳିଲାନି। ତଥାପି ଗୋଟେ ରୁମ୍ ଆଡ଼ଜଷ୍ଟ କରିକି ଆମେ ଯେହେତୁ କହି ବୁଲେଇକି ଆମ ଗାଁ ଲୋକ ବହୁତ ଯାଆନ୍ତି ସେଠି, ତେଣୁ ଚିହ୍ନା ଜଣାର ପରିଚୟ ଦେଇକି ଗୋଟେ ରୁମ୍ ନେଲୁ। ବାପା ମୋତେ ବସେଇ ଦେଇକି ବାହାରକୁ ଗଲେ, କହିଲେ ମା ଏଠି ବସ୍ତା ମୁଁ ଟିକେ ବାହାର ବୁଲିକି ଆସେ। ମୁଁ ଆଉ ବସିବି କ'ଣ, ଶୀତ ଦିନ ମାର୍ବଲ ଘର, ସପ ଖଣ୍ଡେ ଖଣ୍ଡେ ଦେଇଥାନ୍ତି। ମୁଁ ତକିଆ ବେଗଟା ରଖିଦେଇକି ଶୋଇଲି। ହଠାତ୍ ମୋତେ ନିଦ ଟିକେ ଆସିଯାଇଥାଏ। ମୋତେ ଲାଗିଲା ରୁମ୍ ଭିତରେ କେହି ଆସୁଛନ୍ତି। ମୁଁ ଧଡ଼କିରି ବୁଲିକି ଅନେଇଲା ବେଳକୁ ଦେଖିଲି ଯେ କି ଜଣେ ଠିଆ ହେଇଛି, ପୁରୁଷ ଲୋକ। ରୁମ୍ରେ କେହି ନାହାନ୍ତି। ମୁଁ ଉଠିକି ଠିଆ ହେଇପଡ଼ିଲି। ମୁଁ କହିଲି ଆପଣ? କହିଲେ ନା ନା, ଆପଣଙ୍କୁ ବେଡ଼ସିଟ୍ ଦେଇତେ ଆସିଥିଲି, କବାଟ ଖୋଲା ଥିଲା ତ ପଶି ଆଇଲି। କିନ୍ତୁ ମୋତେ ଅଲଗା ପ୍ରକାର ଲାଗିଲା। ଆଗରୁ ମୁଁ ବହୁତ ଶୁଣିଛି ଆଶ୍ରମମାନଙ୍କରେ ଝିଅମାନଙ୍କ ଉପରେ କ'ଣ ବୋଲି କ'ଣ ହୁଏ। ତେଣୁ ମୁଁ ଉଠିକି ଠିଆ ହେଇକି ଧଡ଼କିଣି ତାଙ୍କୁ କ୍ରସ୍ କରି ବାହାରେ ଆସିକି ଠିଆ ହେଇପଡ଼ିଲି। ମୁଁ ପଚାରିଲି ଆପଣ ଯିବେ ନା ବାବାଙ୍କୁ ଡାକିବି? ସେ କହିଲେ ନା ନା ମୁଁ ଯାଉଛି, ଆପଣ କବାଟ ଦେଇଦେବେ। ସେଠୁ ବାପା ଆସିଲେ। ମୁଁ ଜାଣିଛି ବାପାଙ୍କୁ କହିଲେ ବାପା ଏଇଠି ହଙ୍ଗାମା କରିବେ। ମୁଁ ଆଉ କିଛି କହିଲିନି। ସେଇଠୁ ସିଏ କିଛି ସମୟ ପରେ ବାପାଙ୍କୁ ଡାକିକି କହିଲେ ଆପଣ ସେଇ ରୁମ୍ରେ ରହିବେ, ସେଠି କେହି ନାହାନ୍ତି, ଆପଣ ରହିବେ। ଆଉ ଗୋଟେ ଫ୍ୟାମିଲିଙ୍କ ଠିକ୍ କରିଦେଉଛୁ, ସେଇ ଫ୍ୟାମିଲି ଭିତରେ ଆପଣ ରହିଯାଆନ୍ତୁ, ଏକୁଟିଆ ଝିଅକୁ ନେଇ କାହିଁ ରହିବେ। ମୁଁ ସେଇଠୁ କହିଲି ଏଇଟା ବୋଧେ ସେଫ୍ଟି ହେବ। ସେଠିକୁ ଗଲୁ। ଗଲା ପରେ ମୋତେ ମୁଁ ବହୁତ ମାନେ ସୋସିଆଲ ମିଡ଼ିଆ ବିଷୟରେ ଜାଣିଛି, ବାଥରୁମ୍ରେ କ୍ୟାମେରା ଫ୍ୟାମେରା ଲଗେଇଥିବେ କି। ଏକରେ ମୋ ସହିତ ଗୋଟେ ଇନସିଡେଣ୍ଟ ହେଇଗଲା। ତାପରେ କ୍ୟାମେରା ଫ୍ୟାମେରା ଲାଗିଥିବେ କି ଇଏ କରିଥିବେ ସିଏ କରିଥିବେ। ମୁଁ ସେଇଥିପାଇଁ ଛାନିଆରେ ଆଉ ରାତିରେ ଶୋଇଲିନି। ତାପରେ ସେ ଲୋକଙ୍କୁ ବହୁତ କଥା ହେଲି, କେଉଁଠୁ ଆସିଛନ୍ତି କ'ଣ ଆସିଛନ୍ତି, କାଳେ ସେମାନଙ୍କର କିଛି ଲୋକ ହେଇଥିବେ। କିନ୍ତୁ ମୋ ବାପା ସେ ତ ପୁରା ଠାକୁର ଭକ୍ତ। ଏଣେ ବହୁତ ଲୋକଙ୍କ ଆହୁରି ତାଙ୍କର ଦୁର୍ବଳତା ଯେ ସେ ଠାକୁର ବିଶ୍ୱାସୀ। ସେ କ'ଣ ପାଇଁ ସେ ଗୁରୁଦେବଙ୍କୁ ଏତେ ବିଶ୍ୱାସ କରନ୍ତି ତା ବି ମୁଁ ଜାଣିନି। କିନ୍ତୁ ସିଏ ପୁରା ତାଙ୍କ ବିଷୟରେ କିଛି ଶୁଣିତେ ବି ନାରାଜ। ଏପଟରେ ମୋ ପ୍ରତି ତାଙ୍କର ଭଲ ପାଇବା, କିନ୍ତୁ ମୁଁ କହିତେ ଚାହୁଁନି ବାପା ଏଠି ହଙ୍ଗାମା କରିବେ। ଅଲରେଡ଼ି ଘରେ ଏତେ ଟର୍ଚର ପାଇସାରିଛି, ଏଠି ଆସିକି ପୁଣି ଗୋଟେ ଘଟଣା। ରାତି ସାରା ଚୁପଚାପ ହେଇକି ବସିଲି। ବସିକି ସେଇ ଜଗନ୍ନାଥଙ୍କୁ ମୁଁ ଡାକି ଭାବୁଥାଏ, ପ୍ରଭୁ ଏ ଯେଉଁ ଗଣ୍ଡଗୋଳ ଚାଲିଛି ନା, ସେଥିରେ ମୂଳ ମଞ୍ଜି କିଏ ପୋତିଲା ଆଉ କିଏ ଭୋଗୁଛି? ମୋର କ'ଣ ପାଇଁ ଏତେ ଦୋଷ ହେଇଗଲା? ଆଜି ସପରିବାର
ଯେଉଁଟାକି ସମସ୍ତଙ୍କ ଆଶୀର୍ବାଦ ନେଇକି ମୁଁ ବାହା ହେଇଥାନ୍ତି। କେତେ ଖୁସି, କେତେ ଭାଇ ଭଉଣୀଙ୍କର ବାହାଘର ହେଇଛି, କେତେ ଜାନି ଯେଉଁ ମାନେ ବାଜା ବଜେଇକି କେତେ ଖୁସିରେ। ଆଉ ମୋ ବେଳକୁ ସମସ୍ତେ ଏମିତି। ମୋତେ କାହିଁକି ଅକାରଣରେ ଏଭଳି ଦଣ୍ଡ ଦେଲ? ସେଇ ଜଗନ୍ନାଥଙ୍କୁ ମୁଁ ଖାଲି ବାରି ବାରି ପଚାରୁଥାଏ। ଯେଉଁଠି ଚାରି ବାପା ଥିଲେ, ଛୋଟବେଳୁ ମିଳିମିଶିକି ଚଳୁଥିଲେ, ଖାଉଥିଲେ, ରହୁଥିଲେ, କେତେ ହସ ଖୁସି। ଆଜି ସେଇ ଘରେ 4ଟା ଚୁଲି ଜଳୁଛି। କେହି କାହା ସହିତ କଥା କହୁନାହାନ୍ତି। ଇଏ ସେପଟେ, ସିଏ ସେପଟେ। ମାନେ ନିଜ ପୁତୁରା ଝିଆରୀ ଆସିକି ବାପା ମାନଙ୍କ ବେକ ଧରି ଦଉଛନ୍ତି। କାହିଁକି ପ୍ରଭୁ? କ'ଣ ପାଇଁ ଏ ବିନାଶର ମୋତେ ହିଁ କାରଣ ବନେଇଲ? ଦୁଇ କୂଳରେ ହିତା, କିନ୍ତୁ ମୁଁ କ'ଣ ହେଲି? ନିମ୍ବ ପିତା କ'ଣ କଲି? ଆଉ ଏଠିକି ଆସିଛି ପ୍ରଭୁ, ଏଠି ବି ନାରୀ ପ୍ରତି ଅତ୍ୟାଚାର ଦେଖିଲ। ମାନେ କ'ଣ କ'ଣ ବାପା ଏଇଖିଣା କ'ଣ କରିବେ ପ୍ରଭୁ? ଆମକୁ ଏଥିରୁ ବଞ୍ଚା। ଆପଣଙ୍କର ମତାମତ କ'ଣ? ନିଶ୍ଚୟ କମେଣ୍ଟରେ ଲେଖିବେ। ଜୟ ଜଗନ୍ନାଥ।